କକା ଏଠି ଆସି କଣ କରୁଛ? ଇରେ ତମେ ଏଠି ଆଇଲଣି? ଇରେ ହଜିଲା ବେଳ ତ ଖୋଜିଲା ଠେଇଁ ବୁଝିଲୁ। ମୁଁ ସକାଳୁ ତମକୁ ଖୋଜୁଛି। କାଇଁ କାହିଁକି? ଇରେ ମୁଁ ତ ଦେଖୁଛି ବିଲରେ ତୋଳା ତୋଳି କଲାବେଳେ ସବୁବେଳେ ଆଉଛ କକା ଏଇଟା ଦିଅ ସେଇଟା ଦିଅ ସେଇଟା ଦିଅ। କିନ୍ତୁ ଆଜି ଯେଉଁ କାମଟା ମୁଁ କରୁଛି ଏଠେଇ ତମେ ତା ଦେହରୁ ଟିକେ ନେବ ନା। ଆଉ ସବୁଦିନ ମାଗଣା ଖାଉଛ ପନିପରିବା। ମୁଁ ଜାଣିଛି ତମେ କଣ କରୁଥିଲ ବୋଲି ମୁଁ ସେଇଥିପାଇଁ ଆଜି ଏଇ ଜାଗା ମାଟି ମାରିଲିନି। ହେ ବାପା ତୁ କଣ ଭାବୁଛୁ ତୁ ଓଲା ମୁଁ ବା ଓଲା ବୁଝିଲୁ। କାଇଁ ଓଲା ନୁହଁ। ଆରେ ଆଜି ଏଠି ଯେଉଁ କାମ ଚାଲିଛି ଆଦରୁ ଟିକେ ନେବ ନା। ଆଉ ଖାଲି ସେ ମାଗଣା ପୋଇ ବାଇଗଣ ଖାଇଲେ କ'ଣ ହେବ? ଯେ ଚାଷ ଧନ ସବୁ ତମକୁ ଖାଇବାକୁ ପଡ଼ିବ ପିଇବାକୁ ପଡ଼ିବ। ତେଣୁକରି ଆଜି ଏ ଯେଉଁ ପାଲା ଚାଲିଛି ଏଠେଇ ଏ ଯେଉଁ ପୋକ ଯେଉଁ କଲବଲ ସବୁ କଲେଣି ଚାଷୀମାନଙ୍କୁ। ଯେ ମୁଁ କାଲି ଆଇଲା ବେଳେ ପୋକ ସବୁ କ୍ରିକେଟ ମ୍ୟାଚ୍ ଖେଳୁଛନ୍ତି ବିଲ ଭିତରେ ବୁଝିଲୁ ନା। ଆଜି ଏ ଯେଉଁ ତାଙ୍କ ପାଇଁ ଯେଉଁ ଗୁଳି ଫୁଳି ତିଆରି ହେଉଛି ଆଉ ଟିକେ ଗଲେ ସବୁ ଫାୟାରିଂ ଆରମ୍ଭ ହେଇଯିବ। ଆଉ ତମେ ସେ ଫାୟାରିଂ ଗୋଟେ ମାଗଣା ଖାଇବ ନା। ଆଉ ସବୁଦିନ ଖାଲି ପନିପରିବା ମାଗଣା ଖାଇଲେ କ'ଣ ହେବ? ଏଇ ଚାଷରୁ ଯାହା ଆମଦାନୀ ହେଉଛି ଭଲ ତ କରୁଛି ତା ଦେହରୁ ଟିକେ ତମେ ଖାଇବ ନା। ଆଉ ଏସବୁ କେତେ ପ୍ରକାର ଦ୍ରବ୍ୟ ମିଶି ଗୋଟେ ଗୁଳି ତିଆରି ହେବ ବୁଝିଲ ନା। ଏ ଗୁଳି ବର୍ତ୍ତମାନ ଆଉ ଟିକେ ଗଲେ ଫୁଟା ହେବ ବିଲରେ। ଏ ସବୁ ପୋକ ଫୋକ ସବୁ ଇତ୍ୟାଦି ମରିବେ। ତମେ ଖାଲି ଟିକେ ଅନେଇ ଥାଅ ବୁଝିଲ। ଜଗିଥାଅ ଟିକେ କାଳେ କେତେବେଳେ କ'ଣ ହେବ କ'ଣ କରିବ କକା ଟିକେ ଜଗିଥିବ ବୁଝିଲ। ମୁଁ ଏଠି ଫେଣ୍ଟି ଫାଣ୍ଟି ରେଡ଼ି କରେ ଗୁଳି ବନ୍ଧୁକରେ ଭର୍ତ୍ତି ହେବ। ତାପରେ ଖେଳଟା ଆରମ୍ଭ ହେବ ବୁଝିଲ ନା। ହଉ କକା ଏ ବନ୍ଧୁକ ମନ ଧରି କ'ଣ ବାହାରିଲଣି ବା? ଏ ବନ୍ଧୁକ ଦେଖୁଛ? ଏବେ ଯେଉଁ ତିଆରି ହେଇଥିଲା ବନ୍ଧୁକ ଯେଉଁ ଗୁଳି ପଶିଲା ଯେଉଁ ସକାଳୁ ସବୁ ତିଆରି ହେଉଛି ଆସିକି ଦେଖୁଥିଲ। ହଁ ଏ ବର୍ତ୍ତମାନ ବୁଲି AK-47 ମାରି ଏ ପୋକ ଜାଗା ସବୁ ଆଜି ଗୋଟି ଗୋଟିକିରି ମାରିବି। ଏ ସବୁ ଚାଷୀକି ଯେଉଁ କଲବଲ କଲାଣି ଜମା ଗୋଟାଏ ଭଲ ବାଇଗଣ ବାହାରୁନି। ଆଉ ତମର ଯଦି ମାରିବା କଥା ତାହେଲେ ଯୁଦ୍ଧକୁ ଯାଇ ମାରୁନ ଏଠି କାଇଁ ଏଠି AK-47 ଚଲେଇବ। ମୋଲା ଏଠି ଯୁଦ୍ଧରେ ଏଠି ମଣିଷ ଦିଗୋଡ଼ିଆ ମଣିଷ କେତେ ବୁଦ୍ଧିଆ ମୋ ଠାରୁ ସିଟି ଯାଇ ଅଛନ୍ତି। ଯେ ସିନା ଆଙ୍କୁ ଆଗେ ଡେଇଁ ଗୁଳି ମାରି ଶିଖିଲେ ଲକ୍ଷ୍ୟ କରି ମାରି ଶିଖିଲେ ସିଟେଇକି ଯିବି। ଆଉ ସିଟେଇ ଯାଇ ମାରୁଦେବି ଗୁଳି ଫୁଟୁନ ତ ସେଟା ଗୁଳି ଆସି ନୋଟା ମୋଟେ ବାଜିବ ମୁଁ ମରିବି। ଆଗେ ଆଜି ଏ ପୋକକୁ ମାରି ଦମନ କରିବି। ଏଠି ଗୁଳି ମରା ଶିଖିବି ତାପରେ ଯାଇ ସିଟେଇକି ଯିବି। ଆଉ ସେଠିକି ଯିବାଟା କ'ଣ ଛୋଟିଆ କଥା ନା କ'ଣ? ମୁଁ କ'ଣ ତମ ଭଳିଆ ନା ମୋଠୁ ଶିଖିନି କି ସେଠି ଯାଇକି ମୁଁ ହଇରାଣ ହେବି? ଛି ସେ ପାଠ ମୋ ଦ୍ୱାରା ହେବନି ରେ ବାପା। ଭାବୁଛ କକାକୁ ଲାଗି ଚାଷ କରିছিল ସେ କଥା ନୁହଁ ବୁଝିଲ। ଆଜି ଆଗେ ଏଇଠି ସବୁ ମରା ହେଇ ସଫା ହେବ ତାପରେ ଯେଉଁ କଥା। ମୁଁ ଆଙ୍କୁ ଆଗେ ମାରି ସାରେ ତାପରେ ସେ ଯୁଦ୍ଧ କଥା ବୁଝିବା।